ମୁଁ ଖବର ପାଇଲି ଯେ ଆଉ ଦୁଃଖ ଲାଗିଲା, ଦୁଃଖଦାୟକ ଘଟଣା ହେବା କଥା ନୁହେଁ। ସେ ଅନୁସାରେ ଆମର କଲେକ୍ଟର ସାର୍ ଗୋଟେ କମିଟି ଫର୍ମେସନ୍ କରିଛନ୍ତି। ADM ରହିବେ ଜଣେ ମେମ୍ବର, ସିନିୟର ପୋଲିସ ଅଫିସର ଜଣକ, ମେଡ଼ିକାଲ ତରଫରୁ CDMର ଜଣେ ହାୟର ଅଫିସର ରହିବେ, ଆଉ ଜଣେ ଏକ୍ସପର୍ଟ ଆମେ ତାକୁ ରଖିବୁ। 3 ଦିନ ଭିତରେ ଆମେ ତାକୁ ରିପୋର୍ଟ ଦେବୁ। ଯଦି ସେମିତି ଯାହାର ଭୁଲ ବାହାରିଲା ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଇନକ୍ୱାରି ନ କଲେ ଜଣାପଡ଼ିବନି। ଆକ୍ଚୁଆଲି ରିପୋର୍ଟଟା ଆମକୁ ତର୍ଜମା କରିବାକୁ ପଡ଼ିବ। ସେ ଯେଉଁ ଏଠୁ ଯେଉଁଟା ବାହାରିଥିଲା ଆମେ ତାକୁ ଦେଖିବୁ। ସେଠି ଯେଉଁ ଡାକ୍ତର ଦେଖିଛନ୍ତି ତାଙ୍କୁ ଆମେ ପଚାରିବୁ କ'ଣ ଆକ୍ଚୁଆଲି ହେଇଛି, କେତେ ସେ ଡିଟେଲ ଇନକ୍ୱାରି ପରେ ଜଣାପଡ଼ିବ କ'ଣ ହେଇଛି। ଲାଇସେନ୍ସ ଅଛି, ସେପ୍ଟେମ୍ବର 27 ପର୍ଯ୍ୟନ୍ତ ଅଛି ତାଙ୍କ ଲାଇସେନ୍ସ ଅଛି। ତାପରେ ଆମର ଗୋଟେ କମିଟି ଆଗରୁ ଗୋଟେ ଆମର PCPN ଆକ୍ଟ ଅନୁସାରେ ଗୋଟେ ଆମର ଏନଫୋର୍ସମେଣ୍ଟ କମିଟି ଫର୍ମେସନ୍ ହେଇଛି। ପୁରା ୟୁନିଟ୍ ସବୁକୁ ଆମେ ଯଥାଶୀଘ୍ର ତାକୁ ଆମେ ଭିଜିଟ୍ କରି ବୋଲି ଯାହାର ଯେଉଁ ବାଧ୍ୟ ଆମେ ତାକୁ କାର୍ଯ୍ୟାନୁଷ୍ଠାନ। ଦେଖନ୍ତୁ ଆମେ ସେ ଯେଉଁ ମେଡ଼ିକାଲ ରିପୋର୍ଟ ତାଙ୍କର ଅଛି ଯେଉଁଟା ଫାଷ୍ଟ ତାଙ୍କୁ ପ୍ରୋଭାଇଡ଼ କରାଯାଇଥିଲା ତାର ଭେରାସିଟି କ'ଣ ଅଛି, ସେଇଟା ସତ ଅଛି କି ମିଛ ଅଛି। ଆଉ ସେ ମେସିନ୍ ସହିତ ଆମେ ଗୋଟେ ଟେକ୍ନିକାଲ ପର୍ସନ୍ ଆଉ ଗୋଟେ ସ୍ପେଶାଲିଷ୍ଟ ଡକ୍ଟର ତାଙ୍କୁ ଯାଞ୍ଚ କରୁଛୁ, ରେଡ଼ିଓଲୋଜିଷ୍ଟ। ଆଉ ସେକେଣ୍ଡଲି ଆମେ ଗର୍ଭସ୍ଥ ଶିଶୁର ମୃତ୍ୟୁଟା କିପରି ହେଲା ତାର ଇନଭେଷ୍ଟିଗେସନ୍ ଆମେ କରୁଛୁ। ଯେହେତୁ ଶିଶୁଟା ବହୁତ ଛୋଟ, 4 ମାସର ଗର୍ଭସ୍ଥ ଥିଲା, ତ ତାର ପୋଷ୍ଟମର୍ଟମ୍ କରିକି ପାଇବାଟା ଏଟା ସମ୍ଭବ ନୁହେଁ। ତଥାପି ଆମେ ଡକ୍ଟରଙ୍କ ସହିତ କନସଲ୍ଟ କରିକି ଆମେ ତାକୁ ଯେତେ ଜଲ୍ଦି ସମାଧାନ କରିବା କଥା କରୁଛୁ।